ଧର୍ମ ଆଉ ଆଧ୍ୟାତ୍ମିକତା ଭିତରେ ଅନେକ ତଫାତ୍, କିନ୍ତୁ ସାଧାରଣ ମଣିଷ ଧର୍ମ ଆଉ ଆଧ୍ୟାତ୍ମିକତାକୁ ଗୋଟିଏ ବୋଲି ଭାବିଥାଏ। ଧର୍ମ ହେଉଛି ଏକ ବାହାରର ଯାତ୍ରା, କିନ୍ତୁ ଆଧ୍ୟାତ୍ମିକତା ହେଉଛି ଅନ୍ତର୍ଯାତ୍ରା। ଧର୍ମରେ ଆମେ ବାହାରେ ସବୁ ରୀତିନୀତି ବିଧି ବିଧାନ ସବୁ ପାଳନ କରିଥାଉ, ଘଣ୍ଟି ବଜେଇଥାଉ, ଶଙ୍ଖ ବଜେଇଥାଉ, ଧୂପ ଧୂଆଁ ଦେଇଥାଉ। ଧର୍ମ ସେ ଏକ ଔପଚାରିକତାର ବିଧିବିଧାନ, କିନ୍ତୁ ଆଧ୍ୟାତ୍ମିକତା ହେଉଛି ଏକ ନିଜ ଭିତରକୁ ଯାତ୍ରା, ଅନ୍ତର୍ଯାତ୍ରା, ଯେଉଁ ଯାତ୍ରାରେ ଆଧ୍ୟାତ୍ମିକତା ପ୍ରଶ୍ନ ଛିଡ଼ା କରେଇଥାଏ, ମୁଁ କିଏ? ଏଇ ମୁଁ କିଏର ଉତ୍ତର କେବଳ ଆଧ୍ୟାତ୍ମିକତାରେ ମିଳିଥାଏ। ମୁଁ କିଏ ମାନେ ମୁଁ ଖାଲି ବିବୁଧ ରଞ୍ଜନ କହିଲେ ମୁଁ ବିବୁଧ ରଞ୍ଜନ ନୁହଁ। କେଉଁଟା ହାତ, କେଉଁଟା ଗୋଡ଼, କେଉଁଟା ମୁଣ୍ଡ, କେଉଁଟା ପାଟି, କିନ୍ତୁ ବିବୁଧ ରଞ୍ଜନ କିଏ? ଏଇ ଚିରଶାଶ୍ୱତ ପ୍ରଶ୍ନ ମୁଁ କିଏ, ମୁଁ କେଉଁଠୁ ଆସିଛି, ଏ ଜୀବନର ଲକ୍ଷ୍ୟ କ'ଣ, ମୁଁ ଯିବି କୁଆଡ଼େ, ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଧ୍ୟାତ୍ମିକତା ଭିତରେ ଲୁଚି ରହିଥାଏ। ଆଧ୍ୟାତ୍ମିକତା ହେଲା ଏ କ୍ୱେଷ୍ଟ ଫର୍ ସେଲ୍ଫ ରିଅଲାଇଜେସନ୍। ଆତ୍ମ ଉପଲବ୍ଧିର ଅନ୍ୱେଷଣ ହେଲା ଆଧ୍ୟାତ୍ମିକତା, ଏବଂ ତାହା ମିଳିଥାଏ କେବଳ ଧ୍ୟାନରେ। ଜଣେ ଧ୍ୟାନୀ ମଣିଷ କେବଳ ଆଧ୍ୟାତ୍ମିକତାର ଜଗତ ଭିତରେ ପ୍ରବେଶ କରିପାରିଥାଏ ଏବଂ ଏଇ ଯେଉଁ ଚିରଶାଶ୍ୱତ ପ୍ରଶ୍ନ ମୁଁ କିଏ, ଏ ସଂସାରକୁ ଆସିବାର ଉଦ୍ଦେଶ୍ୟ କ'ଣ, ବିଶ୍ୱାସ କରନ୍ତୁ ଏ ସମସ୍ତ ପ୍ରଶ୍ନର ଉତ୍ତର କେବଳ ସେହି ଆଧ୍ୟାତ୍ମିକ ଜଗତର ପ୍ରବେଶ କଲେ ହିଁ ତୁମେ ପାଇପାରିବ।